15 ଅଗଷ୍ଟ 2026 MP ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ଭବାନୀପାଟଣା ରେ ଭାରତର 80ତମ ସ୍ୱାଧୀନତା ଦିବସ ଅତ୍ୟନ୍ତ ଉତ୍ସାହ ଆନନ୍ଦ ଓ ଦେଶପ୍ରେମର ଭାବନା ସହ ପାଳନ କରାଯାଇଥିଲା। କାର୍ଯ୍ୟ କମିଟି ସକାଳ 7:30 ରେ ଆରମ୍ଭ ହୋଇଥିଲା। ମୁଖ୍ୟ ଅତିଥି ତଥା ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ଭୀମସେନ ପଣ୍ଡା ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏହାପରେ ଜାତୀୟ ସଙ୍ଗୀତ ଓ ଜାତୀୟ ଗାନ ପରିବେଷଣ କରାଯାଇଥିଲା। ଏହି ଅବସରରେ ବିଦ୍ୟାର୍ଥୀମାନଙ୍କ ଦ୍ୱାରା ବିଭିନ୍ନ ଦେଶଭକ୍ତିମୂଳକ ସଙ୍ଗୀତ, ନୃତ୍ୟ, ଯୋଗ ପ୍ରଦର୍ଶନ ଓ ଭାଷଣ ପରିବେଷଣ କରାଯାଇଥିଲା। ଛାତ୍ରଛାତ୍ରୀଙ୍କ ଆକର୍ଷଣୀୟ ପ୍ରଦର୍ଶନରେ ଏକତା, ଦେଶପ୍ରେମ ଓ ଜାତୀୟ ଗୌରବର ଭାବନା ପ୍ରକାଶ ପାଇଥିଲା। ନିଜ ଅଭିଭାଷଣରେ ପ୍ରଧାନ ଶିକ୍ଷକ ଶ୍ରୀ ଭୀମସେନ ପଣ୍ଡା ସ୍ୱାଧୀନତା ଦିବସର ମହତ୍ତ୍ୱ ଉପରେ ଆଲୋକପାତ କରିବା ସହ ବିଦ୍ୟାର୍ଥୀମାନଙ୍କୁ ଶୃଙ୍ଖଳା, ଦାୟିତ୍ୱବୋଧ, ଏକତା ଓ ଦେଶପ୍ରେମର ମୂଲ୍ୟବୋଧକୁ ଜଣାଇବା ପାଇଁ ପ୍ରେରିତ କରିଥିଲେ। ସେ ଦେଶର ପ୍ରଗତି ଓ ବିକାଶରେ ଜଣେ ଦାୟିତ୍ୱବାନ ନାଗରିକ ଭାବେ ଯୋଗଦାନ କରିବାକୁ ବିଦ୍ୟାର୍ଥୀମାନଙ୍କୁ ଆହ୍ୱାନ କରିଥିଲେ। ସ୍ୱାଧୀନତା ଦିବସ ସମାରୋହରେ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ, ବିଦ୍ୟାର୍ଥୀ ଓ କର୍ମଚାରୀମାନେ ଉତ୍ସାହର ସହିତ ଅଂଶଗ୍ରହଣ କରିଥିଲେ। କାର୍ଯ୍ୟ କମିଟି ଧନ୍ୟବାଦ ଅର୍ପଣ ଓ ମିଷ୍ଟାନ୍ନ ବଣ୍ଟନ ସହିତ ସମାପ୍ତ ହୋଇଥିଲା। ଷ୍ଟେଟ୍ ହେଡ୍ ଶିବ ନାୟକଙ୍କ ରିପୋର୍ଟ, ନିର୍ମଳ ଟିଭି।